ଆପଣଙ୍କ ହାତ ପାପୁଲିରେ ଏଇ 5 ଭାଗ୍ୟଶାଳୀ ରେଖା ରହିଛି କି? ଏହି ରେଖା ଖୁବ୍ ଶୀଘ୍ର ଆପଣଙ୍କୁ ଧନୀ କରାଇବ। ଆସନ୍ତୁ ଜାଣିବା ଏହି ଭିଡିଓରେ। ମଣିଷର ଭାଗ୍ୟ ଜନ୍ମରୁ ହିଁ ଲେଖା ହୋଇଥାଏ। ମଣିଷ ଜନ୍ମ ସମୟରୁ ନିଜ ଭାଗ୍ୟକୁ ସାଥିରେ ନେଇ ଆସିଥାଏ। ଭାଗ୍ୟର ସଂକେତ ଭଗବାନ ହାତରେ ରେଖା ମାଧ୍ୟମରେ ଦେଇଥାନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ 5 ଭାଗ୍ୟଶାଳୀ ସଂକେତ ସମ୍ପର୍କରେ। ଯଦି ସେହି ସଂକେତ ଆପଣ ନିଜ ହାତରେ ଦେଖିବାକୁ ପାଇଥାନ୍ତି, ତେବେ ବୁଝିଯିବେ କି ଆପଣ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି। ଆଉ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡିଓ। ପୁଅମାନେ ନିଜ ହାତର ରେଖା ମାଧ୍ୟମରେ ନିଜର ଭାଗ୍ୟ ଜାଣିପାରିବେ, ଆଉ ଝିଅମାନେ ନିଜ ବାମ ହାତର ନିଜର ଭାଗ୍ୟ ଜାଣିପାରିବେ। ଯଦି ଆପଣଙ୍କ ହାତର ପାପୁଲିରୁ ତଥା ଯେଉଁଠାରୁ ଆପଣଙ୍କ ଆଙ୍ଗୁଳି ଆରମ୍ଭ ହୋଇଛି ସେଇଟାରେ ଲମ୍ବା ଲମ୍ବା 3ଟି ବା 4ଟି ଗାର ପଡିଛି, ତେବେ ଆପଣ ବହୁତ ଭାଗ୍ୟଶାଳୀ। ଆପଣଙ୍କ ମନରେ ଥିବା ସମସ୍ତ ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବାକୁ ଲାଗିବ। ଆପଣଙ୍କ ଆଙ୍ଗୁଠିରେ ଥିବା 3ଟି ଘର ମଧ୍ୟରୁ ଯଦି ଆପଣଙ୍କ ମଝି ଘରେ କିମ୍ବା ଲମ୍ବା ଗାର ପଡିଥାଏ, ତେବେ ଆପଣଙ୍କ ମନରେ ଥିବା ଇଚ୍ଛା ବହୁତ କମ ସମୟ ମଧ୍ୟରେ ପୂରଣ ହୋଇଥାଏ। ଯଦି ଏହି ଗାର ଆପଣଙ୍କ 4 ଆଙ୍ଗୁଠିରେ ନ ହୋଇ କେବଳ ଗୋଟିଏ କିମ୍ବା 2 ଆଙ୍ଗୁଠିରେ ହୋଇଥିବ, ତେବେ ଏହା କାର୍ଯ୍ୟକାରୀ ହୁଏ ନାହିଁ। ଆପଣଙ୍କ ବୁଢା ଆଙ୍ଗୁଠି ତଳେ ଥିବା ଜାଗାକୁ ଶୁକ୍ର ପର୍ବତ କୁହାଯାଏ। ଯଦି ଆପଣଙ୍କ ଶୁକ୍ର ପର୍ବତ ଠାରେ ସିଧା ଗାର ରହିଥାଏ, ତେବେ ଏହା ଆପଣଙ୍କ ଭାଗ୍ୟରେ ପଇସା ସହିତ ଜଡିତ ଥିବା ସମସ୍ତ ଇଚ୍ଛାକୁ ପୂରଣ କରିଥାଏ ଏବଂ ଆପଣ ନିଜ ଜୀବନରେ ପଇସା କମେଇବା ଜଣେ ସଫଳ ବ୍ୟକ୍ତି ହୋଇପାରିବେ। ଆପଣଙ୍କ ଜୀବନରେ ପଇସାର ଅଭାବ କେବେ ମଧ୍ୟ ଦେଖାଦେବ ନାହିଁ। ଏହି ସଂକେତ ହୋଇଥାଏ ଜୀବନରେ ପଇସା କମେଇବାର ଏବଂ ସୁଦୃଢ ସମ୍ପର୍କ ସ୍ଥାପନ ହେବାର। ଯଦି ଆପଣଙ୍କ ହାତରେ ଶୁକ୍ର ପର୍ବତ ସ୍ଥାନରେ ରେଖା ଗୁଡିକ ଶୋଇବା ଭଳି ରହିଥାଏ, ତେବେ ଆପଣଙ୍କ ଜୀବନରେ ଟଙ୍କାର ଅଭାବ ଦେଖାଦେଇ ନଥାଏ। ଆପଣଙ୍କ ଜୀବନରେ ପଇସା ତ ଆସିବ, କିନ୍ତୁ ଖର୍ଚ୍ଚ ହେବାକୁ ଲାଗିବ। ଯଦି ଆପଣଙ୍କ ହାତରେ ରେଖା ଯୋଡି ତ୍ରିଭୁଜ ଭଳି ଦେଖାଯାଏ, ତେବେ ଏହା ଆପଣଙ୍କ ଜୀବନକୁ ଟଙ୍କା କମେଇବାର ସୁଯୋଗ ପ୍ରଦାନ କରିଥାଏ। ଆପଣ ନିଜ ଜୀବନରେ ବଡ ବଡ ସଫଳତା ପାଇବା ସହ ଧନୀ ବ୍ୟକ୍ତି ହେବାର ସୌଭାଗ୍ୟ ପାଇବେ। ଦର୍ଶକ ବନ୍ଧୁ, ଯଦି ଭିଡିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଯଦି ଆମ ଚ୍ୟାନେଲ ନୂଆ ଦେଖୁଥାନ୍ତି ତେବେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।